ଚାଷୀଙ୍କୁ ମିଳିବ 12,500 ଟଙ୍କା। ସିଏମ୍ କିଷାନରେ ବଡ଼ ଘୋଷଣା କଲେ ସରକାର। ପୁଣି ମୋହନ ସରକାରଙ୍କ ବଡ଼ ଘୋଷଣା। ଦିନେ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଇଁ ଗାଇଡଲାଇନ୍ ଜାରି କରିବା ପରେ ଆଜି ବିଧାନସଭାରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପିଏମ୍ କିଷାନ ଭଳି ସିଏମ୍ କିଷାନ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ସିଏମ୍ କିଷାନ ଯୋଜନାକୁ ନେଇ ବଡ଼ ଘୋଷଣା କରାଯାଇଛି। ଏହି ଯୋଜନାରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା, ଆଉ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ। ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ। ବିଧାନସଭାରେ ଏନେଇ ବଡ଼ ଘୋଷଣା କରାଯାଇଛି। ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବ ସିଏମ୍ କିଷାନ ଯୋଜନା ବା ସିଏମ୍ କିଷାନ। କାଳିଆ ଯୋଜନାର ଭଳି ଏଥିରେ ମିଳିବ ଟଙ୍କା। ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଆକାଉଣ୍ଟକୁ ବର୍ଷକୁ 2 ଥର ଟଙ୍କା ଯିବ। ଏନେଇ ବିସ୍ତୃତ ଭାବେ ବିଧାନସଭାରେ କହିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ପ୍ରତିବର୍ଷ ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ବିଧାନସଭାରେ କହିଲେ କୃଷିମନ୍ତ୍ରୀ। ବର୍ଷକୁ 2ଟି କିସ୍ତିରେ ମିଳିବ 2,000 ଟଙ୍କା, ଅର୍ଥାତ୍ ବର୍ଷକୁ ମୋଟ 4,000 ଟଙ୍କା ମିଳିବ। ସେହିପରି ଭୂମିହୀନ ଚାଷୀଙ୍କ ପାଇଁ ବି ବଡ଼ ଘୋଷଣା କରାଯାଇଛି। ଭୂମିହୀନ ଚାଷୀଙ୍କୁ 3ଟି କିସ୍ତିରେ ଟଙ୍କା ମିଳିବ। ଭୂମିହୀନ ଚାଷୀଙ୍କୁ ବାର୍ଷିକ 12,500 ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ନୂଆ ଭାବେ ସାମିଲ ହେବା ଲାଗି ଚାଷୀମାନେ ନୂଆ ସିଏମ୍ କିଷାନ ପୋର୍ଟାଲରେ କରିପାରିବେ ଆବେଦନ। ସେହିପରି ଯୋଗ୍ୟତା ଥାଇ ବି ପିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ ବିଭାଗୀୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରୁଥିବା କହିଛନ୍ତି କୃଷିମନ୍ତ୍ରୀ। ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ କେଭି ସିଂଦେଓ ଦେଇଛନ୍ତି ଲିଖିତ ଉତ୍ତର। ବିଧାୟକ ପ୍ରଶ୍ନରେ କୃଷିମନ୍ତ୍ରୀ କହିଛନ୍ତି କୃଷକଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହେବାରୁ ସିଏମ୍ କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଲାଭବାନ ପାଇପାରିବେ। ଏହି ଯୋଜନାରେ ପ୍ରତି କିସ୍ତିରେ 2,000 ଟଙ୍କା ଲେଖାଏଁ ବର୍ଷକୁ 2ଟି କିସ୍ତିରେ ମୋଟ 4,000 ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।